ପିପିଲିରେ 100 ବର୍ଷ ପୁରୁଣା ମନ୍ଦିରରୁ ଚୋରି ନୂଆ ସାସରାପାଟଣା ସାହିର ରାଧାମୋହନ ମନ୍ଦିରରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଦାନବାକ୍ସ ଆଉ ଟ୍ରଙ୍କ ଭାଙ୍ଗି ଅଳଙ୍କା ଲୁଟି ନେବା ସହିତ ରାଧାକୃଷ୍ଣଙ୍କର ମୂର୍ତ୍ତି ବାହାରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ। ତେଣୁ ଖବର ପାଇ ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ଅନୁଧ୍ୟାନ କରୁଛି। ଅଧିକ ସୂଚନା ପାଇଁ ଆମ ସହିତ ଯୋଡ଼ି ହେଉଛନ୍ତି ପ୍ରତିନିଧି ଦ୍ୟୁତିକୃଷ୍ଣ ପଟ୍ଟନାୟକ। ଦ୍ୟୁତିକୃଷ୍ଣ, ଜାଣିବାକୁ ଚାହିଁବୁ 100 ବର୍ଷ ପୁରୁଣା ମନ୍ଦିରରୁ ଚୋରି, କଣ ଚୋରି ହୋଇଛି, ମନ୍ଦିର ତରଫରୁ କଣ ହିସାବ ଦିଆଯାଉଛି? ଦେଖନ୍ତୁ ରାଜଶ୍ରୀ, ବଡ ଦୁଃଖର କଥା, ଠାକୁରଙ୍କୁ ବି ଶେଷରେ ଛାଡ଼ିଲେନି ଚୋର। ଯେ ପିପିଲି ବ୍ଲକ ନୂଆ ଶାସନ ପଞ୍ଚାୟତ ପାଟଣା ଗ୍ରାମରେ ଗୋଟେ ମନ୍ଦିର ରହିଛି, 100 ବର୍ଷ ପୁରୁଣା ଗୋଟେ ମଠ ମନ୍ଦିର ରହିଛି, ଯୋଉଟା କି ରାଧାକୃଷ୍ଣ ମନ୍ଦିର ନାମରେ ପରିଚିତ। ସେ ମନ୍ଦିରରେ ଗତକାଲି ରାତିରେ ପାଖାପାଖି ଗୋଟାଏ ବେଳ ସମୟରେ କିଛି ଦୁର୍ବୃତ୍ତ ପଶିଥିଲେ ଏବଂ ଠାକୁରଙ୍କର ଯୋଉ ବ୍ୟବହାର ସାମଗ୍ରୀ ରହିଛି ତାକୁ ଏବଂ ଠାକୁରଙ୍କର କିଛି ଅଳଙ୍କାର ତାକୁ ନବା ପାଇଁ ଚୋର ପଶିଥିଲେ ଏବଂ ତାକୁ ଗୋଟେ ଜରି ବ୍ୟାଗରେ ଏବଂ ଜରି ଅଖାରେ ଭର୍ତ୍ତି କରିଥିଲେ। ଏହି ସମୟରେ ଗାଁ ଲୋକମାନେ ଉଠି ପଡିଥିଲେ ଏବଂ ଚୋର ମଧ୍ୟ ଜାଣିପାରିଥିଲେ। ତେଣୁ ଚୋରମାନେ ତୁରନ୍ତ ସେ ଜାଗା ଛାଡିକିରି ସେ ଯୋଉ ଜରି ବସ୍ତାରେ ଭର୍ତ୍ତି କରିଥିଲେ ଏବଂ ଜରି ବ୍ୟାଗ ରଖିଥିଲେ ତାକୁ ନେଇକି ଅନ୍ୟତ୍ର ଫୋପାଡ଼ି ଦେଇଥିଲେ। ଏହାପରେ ଚୋର ଯେତେବେଳେ ଯୋଉ ବାଇକ ନେଇକି ଆସିଥିଲେ, ଚୋର ଯେତେବେଳେ ବାହାରିଛନ୍ତି ଯିବା ପାଇଁ, ତାଙ୍କୁ ଗାଁ ଲୋକମାନେ ମଧ୍ୟ ପଛରେ ତାଙ୍କୁ ଗୋଡେଇଛନ୍ତି, ଧରିବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ସେମାନେ ଖସି ଯାଇଛନ୍ତି। ସେମାନେ ଗାଁ ଲୋକ ଭାବିଥିଲେ ସମସ୍ତ ଜିନିଷ ଠାକୁରଙ୍କର ଚୋରି ହେଇଛି, କାରଣ ଯେହେତୁ ଆଜି ସକାଳୁ ଯେତେବେଳେ ପୂଜକ ଯାଇ ପହଞ୍ଚିଲେ ମନ୍ଦିରରେ ପୂଜା କରିବା ପାଇଁ, ମନ୍ଦିରକୁ ଗଲା ପରେ ଠାକୁର ସିଂହାସନରେ ନାହାନ୍ତି, ତଳେ ପଡିଛନ୍ତି ଏବଂ ଠାକୁରଙ୍କର ଯୋଉ ନିତ୍ୟ ବ୍ୟବହାର ଜିନିଷ ସବୁ ଚୋରି ହୋଇଯାଇଛି। ସେ ଘଟଣା ପ୍ରଘଟ କଲା ପରେ ସମସ୍ତେ ଗାଁ ସାରା ପ୍ରଚାର ହେଇଥିଲା ଏବଂ ଗାଁ ଲୋକ ଖୋଜାଖୋଜି କରିଥିଲେ, ପୋଲିସ ଖବର ଦେଇଥିଲେ, ପୋଲିସ ଆସି ପହଞ୍ଚିଥିଲେ। କିନ୍ତୁ ସୌଭାଗ୍ୟର ବିଷୟ, ଯୋଉ ବ୍ୟାଗ ନେଇଥିଲେ ଏବଂ ଅଖା ନେଇଥିଲେ ତାକୁ ମିଳିଯାଇଛି ଏବଂ ଠାକୁରଙ୍କର ଯୋଉ ଜିନିଷ ଯେ ଚୋରି ହେଇଥିଲା ସେ ବର୍ତ୍ତମାନ ପାଇଁ ମିଳିଯାଇଛି। ପୋଲିସ ବର୍ତ୍ତମାନ ପାଇଁ ସନ୍ଧାନୀ କୁକୁର ମଗଉଛି ଏବଂ ତଦନ୍ତ କରିବ କଣ କଣ ଜିନିଷ ଯାଇଛି ଆଉ କଣ ଜିନିଷ ଅଛି। ଏହା ପରେ ପୋଲିସ ମଧ୍ୟ ଦେଖିବ କୋଉ ଜାଗାରୁ ସେ ଚୋର ଆସିଥିଲେ, ଏଇ ଚୋରଙ୍କର କଣ ଭୂମିକା ରହିଥିଲା। କାରଣ ଦେଖିବେ ମୁଖ୍ୟତଃ ଚୋରମାନେ ଏବେ ମଠ ମନ୍ଦିରକୁ ଟାର୍ଗେଟ କରୁଛନ୍ତି, କାରଣ ସାଧାରଣତଃ ଘରେ ପଶି ଚୋରି କରିବା ଏବେ ସମ୍ଭବ ହଉନି। ଘର ଲୋକମାନେ ସେ ରହୁଛନ୍ତି ଏବଂ ଘରେ ସିସିଟିଭି କ୍ୟାମେରା ଲାଗୁଛି। ଯେହେତୁ ମନ୍ଦିର ଏକ ନିରାପଦ ସ୍ଥାନ ରହୁଛି, ତେଣୁ ଚୋରମାନେ ସେକୁ ନିରାପଦ ମଣୁଛନ୍ତି ଏବଂ ସେଇ ଜାଗାକୁ ଟାର୍ଗେଟ କରୁଛନ୍ତି। ଆମେ କହିପାରିବା ପୋଲିସ ଏବେ ସାଇଣ୍ଟିଫିକ ଟିମ୍ ସାଇଣ୍ଟିଫିକ କୁକୁରକୁ ଡାକୁଛି ଏବଂ ସେ ଆସିଲା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବ। ରାଜଶ୍ରୀ, ଓକେ, बहुत बहुत धन्यवाद आपंक तमाम सूचना द्युतिकृष्ण पट्टनायक आम प्रतिनिधि अधिक सूचना देते मंदिर केवल भाव चोरी होती तार दृश्य आप देखिपुं पिपिली नुआ सासरापाटणा ये दृश्य दानबाक्स ट्रंक जार विजुआल आपने देखिपुं केवल भाव खोली चोरी कर सहित किसी बैग आम देखिपुं। मंदिर में 100 वर्षर पुराणा मंदिर आज पर्यंत एभली किसी होई नथिला एवं सासरापाटणा साही राधामोहन मंदिर गतकाली राति किसी दुर्बृत्त पशि एभली भावे चोरी कर दान बाक्सरे कलाकना बुलाइबा पछाइरा नहीं दुर्बृत्त माने राधाकृष्णଙ୍କର मूर्ति सहित नहीं जाइछन्ति।